पानी जेतिकी ହେଇଛି ମାନେ 15 दिन पाखापाखि ଲାଗିଯିବ ବୋଧେ ପାଣି ଶୁଖିବନି। ଆଉ ରିଲିଫ ପଠେଇବେ, ଚାଷ ତ ହବନି, ଖାଇବା ବିଷ। ଆଉ ଘର ତ ଯାହା ହେଲାଣି। ଜୟ ଜଗନ୍ନାଥ ଭାଇ ଭଉଣୀ ମାନେ, ଆଜିକା ଭିଡ଼ିଓ ଟିକେ ବି ସ୍କିପ୍ କରିବେନି ହେଲା, କାହିଁକି ନା ଭିଡ଼ିଓରେ ଏମିତି କିଛି ଦେଖିବାକୁ ମିଳିବ ଆମର ପରିସ୍ଥିତି। ଏ ବର୍ଷା ଏମିତି କରିଦେବ ବୋଲି କେବେ ଭାବିନଥିଲୁ। ଦେଖିବେ କ'ଣ କରିଛନ୍ତି, ଗୋଟେ ରାତି ଭିତରେ ପୁରା ଫୁଲ, ଚାରିଆଡ଼େ ପାଣି। ଏମିତି ଯଦି ବନ୍ଧ ଫନ୍ଧ ସବୁ ବୁଡ଼େଇ ରଖିବ, ଚାଷ କେମିତି କରିବାକୁ? ତ ଆମର ତଳା ବି ବୁଡ଼େଇ ରଖିଦେଇଛି। ଇଏ ହେଉଛି ପ୍ରକୃତିର ତାଣ୍ଡବ। ଗୋଟେ ରାତିରେ ବର୍ଷାରେ କେମିତି ଦେଖ ପୁରା ଚାରିପଟେ ବୁଡ଼ି ଦେଇଛି। ଇଏ ହେଲା ଆମ ଘର, ମଝିରେ ଘର, ଚାରିଆଡ଼େ ପାଣି, ଦେଖୁଛନ୍ତି ନା? ଆଉ ଇଏ ଦେଖ ଆମ ତଳା, ଏମିତି ଯଦି ବୁଡ଼େଇ ରଖିବ ତଳାର ହାଲତ କ'ଣ ହେବ କୁହ? ବେଶୀ କିଛି ଦିନ ନୁହଁ, ଯଦି 2-4 ଦିନ ଏମିତି ଯଦି ବୁଡ଼ି ରହିବ ତଳା ଫଳା ସବୁ ପଚିଯିବ। ଆଉ ଚାଷ ହେବ ନା? ଆଉ କ'ଣ ହେବ? ଦେଖୁଛନ୍ତି ନା? ପୁରା ସମୁଦ୍ର ଭଳିଆ ଦେଖାଯାଉଛି ପୁରା ଚାରିପଟେ। ଦେଖ ମଝିରେ ଘର, ଚାରିପଟେ ବିଲ, ବାହାରିବ ଲୋକ ବାହାରିବ କୁଆଡ଼େ ଆଉ ଯିବ କୁଆଡ଼େ? ଦେଖୁଛନ୍ତି ନା? ପୁରା ଚାରିପଟେ ଦେଖ ପୁରା ବନ୍ୟା ଭଳିଆ ଦେଖାଯାଉଛି। ବନ୍ୟା ତ ନୁହଁ, ପୁରା ବନ୍ୟା ହେଇଗଲାଣି। ଆଉ ବନ୍ୟା ଭଳିଆ କହିଲେ କିଛି ହେବନି। ଦେଖ ପୁରା ସମୁଦ୍ର ଭଳିଆ ଦେଖାଯାଉଛି। ଆମ ଘର ଭସେଇ ଦେଇଥାନ୍ତା। ଦେଖୁଛନ୍ତି ନା କେତେ ପର୍ଯ୍ୟନ୍ତ ପାଣି ଆସିଛି? ଦେଖୁଛନ୍ତି ତ କେତେ ପର୍ଯ୍ୟନ୍ତ ପାଣି ଆସିଛି। ଆଉ ଯଦି 1-2 ଘଣ୍ଟା ମେଘ ଜୋର ସେମିତି ପାଟିଥାନ୍ତା, ତାହେଲେ ଆମର ଘର ଭାସେଇ ନେଇଯାଇଥାନ୍ତା। ଯେଉଁ ଏରିଆରେ ମାନେ ଲୁଣି ଏରିଆରେ ଯଦି ହାତୀ ପଶି ଆସିଗଲା, ଆଉ ଏ ବର୍ଷ ଚାଷବାସ କିଛି ହେବନି। ଜାଣିଛନ୍ତି ନା ଆମ ଏରିଆରେ ହାତୀ ଆସିଥିଲା, ମାନେ ଜଙ୍ଗଲ ଫଙ୍ଗଲ କିଛି ନାହିଁ ଆମ ଏରିଆରେ, ଲୁଣି ଏରିଆ। ସେ ପୁଣି ହାତୀ ଆସିଥିଲା ଖରାଦିନେ। ତ ଭାବ ଏ ବର୍ଷ ଆଉ କିଛି ଚାଷବାସ ହେବନି। ତା କ'ଣ ହେବ ଆଗକୁ କେହି ଜାଣେନି। ଦେଖାଯାଉ କ'ଣ ହେଉଛି ଆଗକୁ, ଦେଖିବାକୁ ମିଳିବ ହେଲା। ଯେମିତି ବୁଡ଼େଇଲାଣି ପାଣି, ରିଲିଫ ଦେଇତେ ଆସିବ ହେଲା। ପାଣି ଯେତିକି ହେଇଛି ମାନେ 15 ଦିନ ପାଖାପାଖି ଲାଗିଯିବ ବୋଧେ ପାଣି ଶୁଖିବନି। ଏ ବର୍ଷ ଚାଷ କରିବା ବହୁତ ମୁସ୍କିଲ। ଆଉ ତାପରେ ପୁରା ତଳା ସବୁ ବୁଡ଼ିକି ରହିଛି। ତାପରେ ପାଣି କମୁ, ପାଣି କମିଲେ ଯାଇକି ତଳା ଦେଖାଗଲେ ଯାଇକି ଜଣାପଡ଼ିବ। ଆଉ ଏମିତି ଯଦି ବୁଡ଼ିକି ରହିବ ତାହେଲେ ତଳା ସବୁ ପଚିଯିବ। କ'ଣ କରିବା ଆଉ, ଦେଖାଯାଉ କ'ଣ ହେଉଛି। ଆଉ ରିଲିଫ ପଠେଇବେ, ଚାଷ ତ ହବନି, ଖାଇବା ବିଷ। ଆଉ ଘର ତ ଯାହା ହେଲାଣି। ନା ଇଏ ହେଲା କ୍ଷତି ନୁହଁ, ଇଏ ହେଲା ପ୍ରକୃତିର ମାନେ ଯେଉଁ ସବୁ ତାଣ୍ଡବ, ପ୍ରକୃତିର ତାଣ୍ଡବ ଇଏ ହେଲା। ଯେମିତି ଆସାମରେ ଏବେ ଚାଲିଛି ନା, ଆସାମରେ ପୁରା କିଛି ରଖିନି, ପୁରା ସବୁ ଭସେଇ ନେଇଯାଇଛି। ସେମିତି ଇଏ ହେଲା ପ୍ରକୃତିର ତାଣ୍ଡବ। ପ୍ରକୃତିର ସାଥିରେ କେହି ପାରିବେନି। ମଣିଷ ହେଇଛି, ହଁ ମାରପିଟ କରିକି ଲଢ଼େଇ କରିକି ସବୁ କିଛି ହେଇଯିବ, କିନ୍ତୁ ପ୍ରକୃତି ସାଥିରେ କେହି କିଛି କରିପାରିବନି। ସେ ହେଲା ଭଗବାନଙ୍କର। କମେଣ୍ଟ ଆଉ ସେୟାର ଆଉ ଲାଇକ୍ ଆଉ ସବସ୍କ୍ରାଇବ ଆଉ ସବୁ କରିଦେବେ। ଆଉ ରିଲିଫ ନେଇକି ଆସିବେ।